ଦେଖନ୍ତୁ କାମ ଚାଲିଛି କି? ହଁ ହଁ ବା ଖାଇପାରିବନି ପରିବା ମାନେ ବହୁତ ଦରଦାମ। ଏ ବର୍ଷ ଏତେ ଦରଦାମ ମାନେ ସବୁ ବର୍ଷ ଅପେକ୍ଷା। ନାଇଁ ମାର୍ଗଶିର ମାସ ପୌଷ ମାସ ଖାଇବ, ତାପରେ କାର୍ତ୍ତିକ ମାସ ଧର୍ମ ମାସ ରେଟ୍। ଦେଖନ୍ତୁ ସବୁ ରେଟ୍ ବଢ଼ିଗଲା। ଦେଖନ୍ତୁ ଆମର କାଲି ଆଳୁ ଭାଇ ଆଣିଥିଲା ଦୋକାନରୁ ଉଲି, ଆଉ ଦେଖନ୍ତୁ ରସୁଣ, ଏତିକ ରସୁଣ କେତେ ଟଙ୍କା ଦେଖନ୍ତୁ। ଏଇଟା କ'ଣ ଚୋପାରା ନାଇଁ କି, ଏଇଟା କ'ଣ କଲରା ଛୁଇଁ ତ କଟା ହେଇଛି। ଆଉ ଏଇଟା ଖାନ୍ତି ଆଣିଛୁ ଆମର ରସ କରିବୁ ଟିକେ ଲଙ୍କା ଦେଇକି। ଆଉ ଏଇଟା ଦେଖନ୍ତୁ ଧନିଆ ପତ୍ରକୁ କଞ୍ଚା ଲଙ୍କା ଦେଖନ୍ତୁ, ଏଇଟା ଧନିଆ ପତ୍ର, ଆଉ ସାଇଡ଼ରେ କଞ୍ଚା ଲଙ୍କା, ଆଉ ବାଇଗଣକୁ ଟମାଟର ଭାଉଜ ଫ୍ରିଜରେ ରଖୁଛନ୍ତି। ଫ୍ରିଜରେ ରଖା ହେଇଛି ମାନେ ଯେଉଁ ପନିପରିବା ରେଟ୍ ମଣିଷ ଖାଇପାରିବନି ଏତେ ରେଟ୍। ଆଜି ହେଉଛି ରବିବାର ହାଟ, ଆମର ବୁଧବାରକୁ ରବିବାର ହାଟ ଏଠି ହେଉଛି, ଏଣ୍ଟ୍ରିସରେ ହେଉଛି ବୁଧବାର। ଆଉ ରବିବାର ହାଟଟା କଣିଆ, ଏଇଠୁ 5 କିଲୋମିଟର। ଆମର ଏମିତି ପନିପରିବା ଆସୁଛି, ମାର୍କେଟରୁ କିଛି ଆସୁଛି। ଆଉ ଏ ବର୍ଷ ଏତେ ଦରଦାମ, ଆଉ ଲୋକମାନେ ବହୁତ ଖାଇପାରୁନାହାନ୍ତି ପରିବା। ଯାହା ବି ହେଲା ଆଳୁ ସବୁ ଟିକେ ଆଳୁ ବି ରେଟ୍। ଆଳୁ କେତେ 40, 45, 50 ଅଛି। ଭଲ ଆଳୁ ଯେଉଁଟା 50, ମିଡ଼ିଲ ଯେଉଁଟା 45, ଛୋଟ ଛୋଟ ଗିଲି ଗିଲି ଆଳୁ ଯେଉଁଟା 40। କ'ଣଟା ଖାଇବ, ଯେଉଁ ରେଟ୍ ବାଟ ବଢ଼ିଗଲାଣି, ଖାଇବା ବି ହେଉନି। ଆଉ ସରକାର ସିନା ଗୋଟେ ପଇସା ଦେଇ ଦେଉଛନ୍ତି ସବୁ ଯୋଜନା ଅନୁସାରେ, କିନ୍ତୁ ଲୋକମାନେ ଜାଣୁନାହାନ୍ତି। ପଇସା ପାଇନା ବହୁତ ଖୁସି ହେଉଛି, ଦେଖିଲାକୁ ରେଟ୍ ଆଡ଼େ ବଢ଼ି ଯାଉଛି। କିନ୍ତୁ ଏତିକି ସରକାର ଯଦି କରନ୍ତେ, କିଛି ବି ପଇସା କାହାକୁ ଦିଅନ୍ତେନି, ଆଉ ସବୁ ଜିନିଷ ଉପରେ ଟିକେ ଦରଦାମ କମ୍ କରନ୍ତେ। ରେସନ ବି ବଢ଼ିଯାଇଛି, ତେଲ ଆଉ ପୁସ୍ତକ ଆମର ଯାହା ଯେତିକି ରାସନ ଆସୁଥିଲା। ଆଗ ଆମର କ'ଣ ଫାଷ୍ଟ ମୁଁ ଜାଣିବାରେ ବାପା ଯେତେବେଳେ ମାନେ ସଉଦାପତ୍ର ସବୁ କରୁଥିଲେ, ସେତେବେଳେ ଆମର ଟଙ୍କା 3000 ହେଲେ ହୋଇଯାଉଥିଲା ମାନେ ରେସନଟା। ଏବେ 3000, 5000, 5000, 7000। ଏବେ ଏଇ ମାସରେ ବିଶ୍ୱାସ କରିବେନି, ମାନେ ଆମେ ଯାହା ଟାର୍ଗେଟ ହିସାବ କରିଥିଲୁ ଲିଷ୍ଟ ପୁରା 10,000 ଟଙ୍କା ରେସନ ଯାଉଛି। କାରଣ ସବୁ ଦରଦାମ ବଢ଼ିଯାଇଛି। ଏକ୍ସେସ୍ 50, 60, 40, 30। ଅମୁଲ ବି ରେଟ୍ ବଢ଼ିଯାଇଛି। ପୁସ୍ତକ ଆମର ତ ଫେଭରେଟ୍ ହେଉଛି ପୁସ୍ତକ। ଆମର ବି ଯେତେ ଯାହା ମାନେ ଅସୁବିଧା ହେଉ, ଯଦି ଆଳୁ ଅଛି ପୁସ୍ତକ ଅଛି, ଆମର ବି ଡାଲି ସହିତ କରିକି ଖାଇଦେବୁ। ମାନେ ଏତେ ଦରଦାମ ବଢ଼ିଯାଇଛି। ମୁଁ ସରକାରଙ୍କୁ ଏତିକି ଅନୁରୋଧ କରୁଛି, ମୁଁ ସିନା ଖୁସି ହେଉଛି ପଇସା ପାଇ, କିନ୍ତୁ ଯିଏ ଜିନିଷ କିଣୁଛି ସେ ଜାଣୁଛି। ଆଉ ମୁଁ ଏତିକି ଅନୁରୋଧ କରୁଛି, ମାନେ 3ଟା କ୍ଲାସ୍ ଫ୍ୟାମିଲି ଚଳୁଛନ୍ତି, ମିଡ଼ିଲ୍ କ୍ଲାସ୍, ହାଇ କ୍ଲାସ୍, ଆଉ ମାନେ ତଳ କ୍ଲାସ୍। ମାନେ ସମସ୍ତେ କିଣିପାରିବେନି ନା। ଯେଉଁମାନେ ହାଇ କ୍ଲାସ୍ ପାଉଛନ୍ତି, ପଇସା ଲକ୍ଷ ଲକ୍ଷ ଇନକମ୍ କରୁଛନ୍ତି, ଦରମା ପାଉଛନ୍ତି, ସେମାନେ ସଫିସିଏଣ୍ଟ ଖାଇବା। ଯେଉଁମାନେ 50,000 ପାଉଛନ୍ତି ସେମାନେ ଖାଉଛନ୍ତି, ମାନୁଛି, କିନ୍ତୁ ପରିବାଟା କିଣିଲାକୁ ମାନେ ବିଶ୍ୱାସ କରିବେନି ବହୁତ ବାଧୁଛି। ରାସନ କିଣିବେ ନା ପରିବା କିଣିବେ, ତାପରେ ଅଛି କ୍ଷୀର, ତାପରେ ଅଛି ପାଣି, ତାପରେ ଲାଇନ୍ ବିଲ୍, ଏମିତି ବିଭିନ୍ନ ପ୍ରକାର ବିଲ୍। ସବୁ ଜିନିଷପତ୍ର କିଣିଲାକୁ ହାତରେ ବି ପଇସା ରହୁନାହିଁ। ମାସ ଲାଷ୍ଟକୁ ମାନେ କିଛି ନାହିଁ ହାତରେ ପଇସା। ଆଉ ମୁଁ ଏତିକି ସରକାରକୁ ଅନୁରୋଧ କରୁଛି, ମାନେ କିଛି ହିଁ ମାଗଣା ପଇସା ନ ଦେଇ ଯେତେ ଯୋଜନା ସବୁ ଦେଉଛନ୍ତି, ମାନେ ଜିନିଷପତ୍ର ଉପରେ ନିୟନ୍ତ୍ରଣ ରଖିଲେ ଲୋକମାନେ ବହୁତ ଖୁସିରେ, ଯେଉଁ 10 ଟଙ୍କା ବି ହେଉ ଲୋକମାନେ ଇନକମ୍ ବି କରିବେ, ପ୍ଲସ୍ ଖାଇ ବି ପାରିବେ। ଆଉ ଯେଉଁ ଜିନିଷପତ୍ର ରେଟ୍ ବଢ଼େଇକି ଏତେ ପଇସା ଦେଉଛି, ଲୋକମାନେ କ'ଣ କରୁଛନ୍ତି, ହଁ ଆମେ ତ ପଇସା ପାଉଛୁ ଖୁସି ହେଉଛି। ଦେଖିଲାକୁ ଯେତେବେଳେ ଜିନିଷ ମାର୍କେଟରୁ ଯାଇ କିଣୁଛନ୍ତି, ମୁଣ୍ଡରେ ହାତ ଦେଇ ବସୁନାହାନ୍ତି। ଆଉ ଏମିତି ସବୁ ଚାଲିଛି। ଆଉ ବିଶ୍ୱାସ କରିବେନି, ଯେଉଁ ଦିନଠୁ ସରକାର ଚାଉଳ ସବୁ ମାଗଣା ଦେଇଦେଲା, ଆଉ ବିଶ୍ୱାସ କରୁନି, ଘରକୁ କାମଟିଏ ଲେବର ଡାକିଲେ ବି ଆସୁନାହାନ୍ତି। ସେ କହୁଛି ଆସ ଆମ ଘରକୁ କାମ କରି। ଆମର କେତେ ଆଗ ମୂଲିଆ ଯୋଡ଼େ 3ଟା ନା କାମ ଘରେ ଖଟୁଥିଲେ, କିନ୍ତୁ ଏଇନା ଗୋଟେ ବି ଆମେ ପାଉନୁ। କାରଣ ଏବେ ମାଗଣା ଚାଉଳ ମିଳିଗଲା, ସେମାନେ ତ ଖୁସିରେ ଆରାମରେ ମାଗଣା ଚାଉଳ ବସି ଖାଉଛନ୍ତି। ସେ କାହିଁ ଘର କାମ କରି ଆସିବେ କାହାକୁ ଡାକିଲେ। ଆମ ବାଡ଼ି ଘର ଏମିତି ନଟି ହେଇଅଛି, ବିଶ୍ୱାସ କରୁନି, ଘାସ ଘୁସି ଆମେ ଡାକିଲେ ବି ଲେବରଟେ ମିଳୁନି। ଆଉ ଏମିତି ଜିନିଷ ଆଉ ତ କରିହେବନି। ଯାହା ଶୁଖି ଶୁଖା ଗଲେ ତାକୁ ଗ୍ୟାସ୍ ମାରି ପୋଡ଼ି ଦେଲେ ହେବ। ଖରାଦିନ ଆସିଲେ ଆଉ କ'ଣ କରିବ, ସାପ ବାହାରକୁ ଯାହା ବାହାରକୁ, ପୁଣି ବିଶ୍ୱାସ କରୁନି, ଯେଉଁ ପଶି ଭିତରେ ଆମର ଘର ଗୋଖର ସାପ, ସେ ବିଭିନ୍ନ ପ୍ରକାର ସାପ ବାହାରୁଛି। ତାକୁ ତ ପ୍ରାଣ ଭୟ। ଏବେ ତ ଆମ ସାଇ ପଡ଼ିଶା ପାଖରୁ ଜଣେ ସାପ କାମୁଡ଼ି ଦେଲା, ସେ ଯାଇଥିଲା ସାର ବୁଣି ଯେ, ବିଶ୍ୱାସ କରୁନି, ସେଦିନ ଡରିକି ଆମକୁ ବହୁତ ଡର ଲାଗୁଛି। ଆଉ ଲାଇଟ୍ ତ ସବୁଆଡ଼େ ଦେଇକି ଚାଲୁଛୁ। ଆଉ ଏମିତି ସବୁ କଥା ଆପଣମାନଙ୍କୁ ଟିକେ ସେୟାର କରିଦେଲି। ଆପଣମାନଙ୍କୁ କେମିତି ମୋ କଥାବାର୍ତ୍ତା ଲାଗିଲା ପ୍ଲିଜ୍ ମୋତେ କମେଣ୍ଟ କରିବେ। ମୁଁ ଏଇଟା ସତ କହିଲି ନା ମିଛ କହିଲି, ସମସ୍ତଙ୍କ ଘରେ ଏଇଟା ଚାଲିଛି ନିତିଦିନର ଘଟଣା। ଆଉ ଯେଉଁ ଲେଡ଼ିଜ୍ ରୋଷେଇ କରୁଛି ସିଏ ହିଁ ଜାଣୁଛି ପ୍ରକୃତରେ କ'ଣ କେମିତି ରେଟ୍ ବାଟେ, ହେଲେ ବି ଖାଇବାକୁ ପଡ଼ୁଛି। ଆଉ ଏମିତି ଚାଲିଛି କଟରେ ମଟରେ, ଆଉ କ'ଣ କରିବା। ହଉ, ରୋଷେଇ ଘରେ କ'ଣ ମୁଁ ଏବେ ବାସନ ସବୁ ମାଜିକି ରଖିଦେଇଥିଲି, ପୁଣି ଦେଇକି ବାସନ ବାହାରିଲାନି କୁକର। ଆଉ ଏଇଟା ଭଜା ଆଳୁ କରୁଛନ୍ତି। ଆଜି ଆମର ଫୁଲକୋବି ଦେଖନ୍ତୁ, ଭାଇ ଆଣିଛି ଧନିଆ ପତ୍ର, ଉଲି, ଆଳୁ ଏଠି ଭଜା ହେଉଛି, ଫୁଲକୋବି ଝୋଳ, ଏଠି ମସଲା ଅଛି, ଏଇଟା ଖାଇଦେବୁ। ଏମିତି ଆଉ ବାହାରେ ଦେଖନ୍ତୁ, ଏବେ ପରିବା ରଖିଛୁ ଚାଲିছে। ଆମର ଭାତ ବନା ହେଇଯାଉଛି, ଭାତ ହେଇଗଲାଣି। ଦେଖନ୍ତୁ ସାଙ୍ଗମାନେ, ଟାଇମ୍ ଆସି ପାଖାପାଖି ହେଇଗଲା 2ଟା। ମୁଁ ଆଜି ଟିକେ ଲେଟ୍ରେ ଖାଉଛି, କାରଣ ମେଘ ବି ଆସିଲାନି ଢାଙ୍କିକି।
ଆଉ ବାହାରେ ଯେତେ ଲୁଗାପଟା ଥିଲା ସବୁ ଶୁଖେଇ ଦେଲି। ତାପରେ ଆଞ୍ଚଟା ରୋଷେଇ ସରିଲା, ପୁଣି ଆଉ ଥରେ ଆଞ୍ଚ କଲି କାରଣ ଭାଉଜ ଆଣିଥିଲେ ଉଲୁଅ ସିଝା କରିବି ବୋଲି ଆଞ୍ଚ କରିକି ଗୁହାଳେ ପ୍ରେସରରେ ବସେଇ ଦେଇଛି ଉଲୁଅ। ଆପଣଙ୍କୁ ନିଶ୍ଚିନ୍ତ ସେୟାର କରିବି। ଆଉ ଚାଲନ୍ତୁ ଚଟାପଟ ଖାଇବା, ବର୍ଷା ହେଲାନି। ଆଉ କ'ଣ ଆଜି ଖାଇବା ହେଇଛି ଆପଣମାନଙ୍କୁ ତ ମୁଁ ଟିକେ ଦେଖେଇଥିଲି, କୋବି ଝୋଳ ଆମର ହେଇଥିଲା, ଅଳ୍ପ ପ୍ରୋସେସିଂ ଦେଖେଇଥିଲି କାରଣ ମୁଁ ଟିକେ ବ୍ୟସ୍ତ ରହିଲି। ଚାଲନ୍ତୁ କେମିତି କ'ଣ ହେଇଛି ଖାଇବା, ଚାଲନ୍ତୁ ମୁଁ ଦେଖାଉଛି, ସେୟାର କରୁଛି। ଦେଖନ୍ତୁ ଖାଇବା ହେଇଛି ଗରମ ଭାତ, ଇଏ କଲର ଭଜା, ଇଏ ଲୁଣ ଲଙ୍କା ଖାଣ୍ଡିଆ ଚିନି, ଇଏ ହେଉଛି ଫୁଲକୋବି ଆଳୁ ଝୋଳ, ଇଏ ହେଉଛି ପନିର, କ'ଣ ଏଇଟା ହେଉଛି ପନିର ମଟର ଛୁଇଁ ଆଉ ଗାଜର ବିଟିକି, ଇଏ ହେଉଛି କ୍ୟାପ୍ସିକମ୍ ଦେଇକି, ଇଏ ଟମାଟୋ ସସ୍ ଦେଇ ପନିର। ଆଉ ଦେଖନ୍ତୁ କେମିତି ଖାଇବା ହେଇଛି, ପ୍ଲିଜ୍ ସାଙ୍ଗମାନେ ଟିକେ କମେଣ୍ଟ କରିବେ। ଯାଉଛି ଏବେ ଫଟାଫଟ ଖାଇକି ପୁଣି ଆପଣମାନଙ୍କ ସହିତ କଥା ହେବି। ଦେଖନ୍ତୁ ସାଙ୍ଗମାନେ ଖାଇ ପିଇ ସାରିଲା ପରେ ଶୋଇପଲି, ଟିକେ ରେଷ୍ଟ ନେଲି। ଲାଇନ୍ ତ କଟିଥିଲା, ଏତେ ଲାଇନ୍ କଟୁଛି କୁହନ୍ତୁନି। ଏବେ ଲାଇନ୍ ଆସିଲା। ଆଉ ଏବେ ଯାଉଛି ଯିବି ଫ୍ରେଶ୍ ତ ହେଇନି। ଆଉ ଭାଉଜ କହିଲେ ଉଲ ବସେଇଥିଲେ, ଉଲ ପୋଡ଼ା ଆମର କେମିତି ହେଇଛି ପ୍ରୋସେସିଂ ମୁଁ ଆପଣମାନଙ୍କୁ ଦେଖାଉଛି। ଆଉ ଉଲ ଏବେ ଟିକେ ଚଲେଇ ଦେଉଛି, ଚାଲନ୍ତୁ ଦେଖିବା ଉଲ ପୋଡ଼ା କେମିତି ଆମର ହେଇଛି ପ୍ରୋସେସିଂ।